मो कथा रही कौन ना तक्षक नाग दंशन करिबो बोली श्रृंगी अभिशाप दे देले निद्रा भांगिला तपनिद्या स्वामी ऋषि पचारे कले रे बाबू तू क्या अभिशाप देलु ना आपण बेकर जे मृत अही गलई देइतला ध्यान स्थिमित लोचन रे बसिले पंडित मंडली एवं भूत जे ऋषि श्रमिक केमिति से ध्यान गोटे पद संस्कृत श्लोक देला इति विज्ञापित राज्ञा ध्यान स्थिमित लोचन मात्र मृषिस्तस्तौ सुतमिनैव हत रघुवंश महाकाव्य कवि हेले कालिदास अलंकार लगेले सब आसी लगे पारे सब आसब ऋषि जिते ध्यान बसिले ये किए मो बेके सर्प गलई क्या ये पुओ मोर अभिशाप देला जानिले लो माँ अन्य कई नुहंती से किए से अन्य कई नुहंती हस्तिनापुर स्थिमित लोचन रे बसिले श्रमिक ऋषि डाकी देले कहले श्रृंगे बाबा कौन कलु रे बाबू मो अभिशाप देली नहीं तू भूल करी देलु भूल कौन कली से धार्मिक राजा से पुण्यवान राजा जदि धर्मवंत राजा से तुम बेकर से साप को थमतेले काहे इरे से नियंत्रण रे नांती मो माँ माने विचार कर गोटे गोटे पुओ भद्र नम्र शांत थिबे तांको स्त्री रो माया रे पड़ी गला पर सब अड़ुआ ही जाए मो माँ जी खड़ करी ग्रासे जे परीक्षित हमको खड़ करी जेते बळे आया तिनी पादिया वृषभ को बाड़ोतला सेति बेले धर्म पुराण राजा कहले कहले ये कौन होची ना मो काम एया ना तू एठी रही पारिबुनी कोठी रहिबु ये कामिनी कांचन रे हे बतो काना हे बतो ये राजा को सिरे थिला पचारिला कोली मु कोठी रहिबी मौसा के ध्यान दियंतु कले कामेनी पाखे रहिबु कांचन पाखे रहिबु बा आउ द्युत क्रीड़ा की पोषा खेल रहिबु सेठी कामिनी नथिले कि द्युत क्रीड़ा नथिला ना चाहि देला कोली देखिला राजा को मस्तक रे सुवर्ण मुकुट से राजा को सिर भीतर पसिया आपण माने सुनंतु तक्षक आज्ञा
ଛାତି ତ ଫାଟିଯିବ ଶମୀ ବୃକ୍ଷ କୋଟର ଭିତରକୁ ଯିବ ସେ କେମିତି ଜଗିଛି ଆପଣ ମାନେ ସମସ୍ତେ ବିଚାର କରନ୍ତୁ ତାର ତକ୍ଷକ ତ ଏଡ ବଡ ସାପ ନା ଛୋଟିଆ ନୁହେଁ ସେଇ ଦିନ ଠାରୁ ବ୍ୟତିକ୍ରମ ହେଇଯାଇଛି ପଣ୍ଡିତେ ମସ୍ତିଷ୍କ କାହାର ନା ପରୀକ୍ଷିତଙ୍କର ନହେଲେ ସେପରି ରାଜା ଏପରି କାମ କରିବେନି ଯେମିତି ପଣ୍ଡିତେ ସତ୍ୟ ଯୁଗର ଜଣେ ରାଜାଙ୍କର ମସ୍ତିଷ୍କ ବ୍ୟତିକ୍ରମ ହେଇଥିଲା କିଏ ମହାମହିମ ରାଜା ନଳ ଦମୟନ୍ତୀଙ୍କୁ ବାହା ହେଇ ସାରିବା ପରେ ଏ ତ ଦ୍ୱିତୀୟ ଥାକ କଥା ଆପଣ ମାନଙ୍କର ଚିତ୍ତ ଚାଞ୍ଚଲ୍ୟ ସେତିକି ବେଳେ ଇଏ କୋଳି ଦୌଡ଼ିକିରି ଆସିଥିଲା ବାହା ହେବାକୁ ଯେତେବେଳେ ଦେଖିଲା ଦମୟନ୍ତୀଙ୍କୁ ନିଶୋଧରାଜର ରାଜା ନଳ ବିବାହ କରିଦେଲେ ଇଏ ଖଳ କରି ଜଗିଲା କଲା ତୁ ଏଡେ ରାଜା ମୁଁ ସୁଯୋଗ ଉଣ୍ଡୁଛି ତୋ ମସ୍ତିଷ୍କକୁ ବ୍ୟତିକ୍ରମ କରିବି ସ୍ତ୍ରୀ ହବୁ ଦିନେ ମହାମହିମ ରାଜା ନଳ ସନ୍ଧ୍ୟା ପାଇ ତର ତର ହେଇକି ଅଙ୍ଘ୍ରିକି ଅଧଧୌତ କରିଛନ୍ତି ସେଇ ଅଧୁଆ ପାଦରେ ଯେତେବେଳେ ସନ୍ଧ୍ୟା କର୍ମ କରିବାକୁ ଯାଆନ୍ତି ପଶିଗଲା ନଳଙ୍କ ଶରୀର ନଳ ଯୋଉ ନଳ ଥିଲେ ପୁଣ୍ୟମାନ ପୁଣ୍ୟ ଶୋକ ହେଲା ପୁଣ୍ୟ ଶୋକ ନଳ ରାଜା ପୁଣ୍ୟ ଶୋକ ଯୁଧିଷ୍ଠିର ପୁଣ୍ୟ ଶୋକା ଚବୈଦେହୀ ପୁଣ୍ୟ ଶୋକ ଜନାର୍ଦ୍ଦନ ରାମ ପୁଣ୍ୟ ଶୋକ ନୁହଁ ବୈଦେହୀ ପୁଣ୍ୟ ଶୋକା କାଲି ରାମ ସୀତାଙ୍କର ଦୋଷ ବାହାର କଲେ କିନ୍ତୁ ପୁଣ୍ୟ ଶୋକା ବୈଦେହୀଙ୍କର ଗୋଟେ ଦୋଷ ବାହାରି ପାରିଲା ବାହାରିଲା କିନ୍ତୁ ରାମଙ୍କର ଗୋଟେ ଦୋଷ ବାହାରିଲା ପୁଣ୍ୟ ଶୋକା ବୈଦେହୀ ତାଙ୍କ ଦୋଷ ବାହାର କଲେ ରାମ ତୁମେ ଗୋଟେ ଦୋଷ ରାମଙ୍କର ବାହାର କରି ପାରିଲ ନା ଏକଥା ବସୁମତୀ ଜାଣିନଥିଲେ ତେଣୁ ପୁଣ୍ୟ ଶୋକ ରାଜା ନଳ ଯିଏ ପଣ୍ଡିତେ ଘୃଣା କରିବା କଥା ପଶା ଖେଳିକୁ ସେ ନିଜ ଭାଇ ପୁଷ୍କର ସହିତ ପଶା ଖେଳି ନାହାନ୍ତି ପଶା ଖେଳିକି ସବୁ ନିଜ ଭାର୍ଯ୍ୟାକୁ ପୁରା ବାଜି ରଖନ୍ତି ଭାର୍ଯ୍ୟାକୁ ବାଜି ରଖିଲେ ସତୀ ସାଧୀ ପତିବ୍ରତା ଦମୟନ୍ତୀଙ୍କ ଠାରୁ ବିଚ୍ଛେଦ ହେଇଗଲା ତକ୍ଷକ ଦଂଶନ କରିଥିଲା ନା ନାହିଁ ଆପଣ ମାନେ ବିଚାର କରନ୍ତୁ ଏ ତ ସମୟ ନାହିଁ ନହେଲେ ପଚାରି ଦେଇଥାନ୍ତି ତ୍ରେତୟା ଯୁଗରେ ତକ୍ଷକର ଲୀଳାଟା କଣ ତେଣୁ ତୁମେ ଗୋଟେ କାମ କର ବାପା ଅଭିଶାପ ତ ଦେଇ ଦେଇଛୁ ଇଏ ବ୍ରହ୍ମ ଅଭିଶାପ ଠାରୁ ଅଭିଶାପ ନାହିଁ ମୁଁ ବର୍ତ୍ତମାନ ଆପଣଙ୍କୁ ଅଭିଶାପ ଦେବି ବାବୁ ଭାଇ ମୋ ଅଭିଶାପ ଫଳବତୀ ହବନି ଟିକେ ମା ମାନେ ଶୁଣ ଜଣେ ତପସ୍ୱୀ ଯେତେବେଳେ ଅଭିଶାପ ଦେବ ଆପଣଙ୍କ ଉପରେ ଫଳପ୍ରଦ ହବ କାହିଁ କଣ ତାଙ୍କର ତିନିଟା ହାତ ନା ଇଏ ଦୁନିଆରେ ଯେତେ ଶକ୍ତି ଅଛି ଯେତିକି ଆପଣ ମାନେ ବସିଛନ୍ତି ଶୁଣନ୍ତୁ ତପ ଶକ୍ତି ଠାରୁ ଶକ୍ତି ନାହିଁ ଏରିକି ବକଟ ପିଲା ଶୃଙ୍ଗି ଶ୍ରମିକ ଋଷିଙ୍କ ପୁଅ ସେ ଅଭିଶାପ ଦେଇଛି ମାନେ ପରକ୍ଷିତ 7 ଦିନ ଭିତରେ ମରିବେ 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 କାହିଁକି ନା ତପସ୍ୟାର ପ୍ରଭାବ ସବୁଠାରୁ ଗରିଆ ଲେଖିବେ ସନ୍ଥ ତୁଳସୀ ଲେଖିବେ 101 ବର୍ଷର ଗାୟକ ବଞ୍ଚିଛନ୍ତି ମୋ ଗୁରୁଦେବ ଜଗନ୍ନାଥ ବେହେରା ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ପରି ମୋର 3 ଜଣ ଗୁରୁ ପ୍ରସନ୍ନ ପଟ୍ଟନାୟକ ବନମାଳୀପତି ଜଗନ୍ନାଥ ବେହେରା 3 ଜଣ ଗୁରୁ ପୁଅ ତେଣୁ କରି ଗୋଟିଏ ପଦ ତୁଳସୀଦାସ ଲେଖିଲେ ଏ ଦୁନିଆରେ ଏଡ଼ିକି ବକଟେ ପିଲା କେମିତି ଅଭିଶାପ ଦେଲା କାମ କଲା ପୁଅ କିଏ ସ୍ତପ ବୋଲୁ ପ୍ରପଞ୍ଚ ରଚଇ ବିଧାତା ସ୍ତପ ବୋଲୁ ବିଷ୍ଣୁ ସକଳ ଜଗତ୍ରାତା ସ୍ତପ ବୋଲୁ ଶମ୍ଭୁ କରଇ ସହାରା ସ୍ତପ ବୋଲୁ ଶେଷୁ ଧରଇ ମହିଭାରା ପଚାରିଥିଲି ଗୋଟିଏ ପ୍ରଶ୍ନ ଆଉ ପଚାରିବାକୁ ଭଲ ଲାଗୁନି ସୂର୍ଯ୍ୟଙ୍କ ଚାରିପଟେ ପୃଥିବୀ ବୁଲୁଛନ୍ତି କି ବାସୁକି ଧରିଛି କିଛି ଉତ୍ତର ମିଳିଲା କିଛି ନାହିଁ ଆଜି ଯଦି ବେଳ ହୁଏ ଶେଷ ବେଳକୁ କହିଦବା ବାପା
ତାହେଲେ ତପସ୍ୟା ବଳରେ ବ୍ରହ୍ମା ସୃଷ୍ଟି କରୁଛନ୍ତି, ବାহ ବିଷ୍ଣୁ ପାଳନ କରୁଛନ୍ତି, ଶିବ ସଂହାର କରୁଛନ୍ତି। ମୁଁ କିନ୍ତୁ ଏକମତ ନୁହଁ। କାହିଁକି ନା କାହିଁକି ନୁହଁ ପୁରା ପାଠରେ ଅଛି ଆଉ। ଭୁଲ। ଭୁଲ ସଂହାର ଶିବ କରନ୍ତି ନାହିଁ, ଆଉ କରନ୍ତି କିଏ? ସଂହାର କରନ୍ତି ବିଷ୍ଣୁ। ସେ ପାଳନ୍ତି। ତର ଏଁ? ଆପଣ ମାନେ ମତେ ପଚାରି ପାରନ୍ତି ଯେ କାହିଁକି ମିଛ କହୁଛୁ ସନାତନ ଦାସ? ସାରେ ଇଏ ପୁରାଣ ପୃଷ୍ଠାକୁ ଯଦି ଏକତ୍ର କରିବା, ଆଜ୍ଞା ତାକୁ ସମୀକ୍ଷା କରିବା, ହଁ ଯେତେ ରାକ୍ଷସ ସବୁ ମରିଛନ୍ତି ତାଙ୍କୁ ମାରିଛନ୍ତି, ଶିବ ବେଶୀ ମାରିଛନ୍ତି ନା ବିଷ୍ଣୁ ମାରିଛନ୍ତି? ନା ବିଷ୍ଣୁ। ଆଜ୍ଞା ବିଷ୍ଣୁ ମାରିନାହାନ୍ତି। ତାହେଲେ ସଂହାର କର୍ତ୍ତା ଶିବ ନା ବିଷ୍ଣୁ? ବିଷ୍ଣୁ। ଇଏ ବିଶ୍ୱ ଜଳି ଯାଇଥାନ୍ତା ସେଦିନ, ବିଷ ଯଦି ପଡିଥାନ୍ତା ପୃଥିବୀରେ, ଆଜ୍ଞା ସେଦିନ ନିଜେ ଶିବ ଭାଗା ହେଇକି ବିଷ ପାନ କଲେ। ଗଙ୍ଗାଧର ମେହର ଲେଖିଛନ୍ତି, କହିଲେ ଭାଗ୍ୟବାନ ସଦା ଭାଗ୍ୟ ଫଳ ଲୋଭେ ଅଭାଗା ଲୋଭେ ଶିବ, ଅଭାଗା ଲୋଭେ ଶିବ, ଅଭାଗା ଲୋଭେ ଶିବ। ଇଏ ସାଗର ମନ୍ଥନେ କେଶବ କମଳା, ସାଗର ମନ୍ଥନେ କେଶବ କମଳା, ସାଗର ମନ୍ଥନେ କେଶବ କମଳା, ସାଗର ମନ୍ଥନେ କେଶବ କମଳା। ଇଏ ଗୌର ଅଭିଲେ ଶିବ, ଗୌର ଅଭିଲେ ଶିବ। ସେଦିନ ଯୋଉ ଉତ୍କଟ ବିଷ ଉଦ୍ଗାର କଲା ଧୀରେ ଧୀରେ ପିଲା, ଆଜ୍ଞା ସେ ଯଦି ପୃଥିବୀରେ ପଡିଥାନ୍ତା ପୃଥିବୀବାସୀ ମରିଯାଇଥାନ୍ତା। ହଁ ହଁ ବିଷାକ୍ତ ହେଇଯାଇଥାନ୍ତା ଆଉ। ଆଜି ଏ ପାଣି ବିଷାକ୍ତ ହବାରୁ ପବନଟା ହିତକର ନୁହେଁ ଆଜ୍ଞା ନା ଭୁଲ କହୁଛି? ଠିକ ତ। ଏଡେ ବଡ ମଞ୍ଚ, ଆଜ୍ଞା 250 ବର୍ଷର ମଞ୍ଚ, ମୁଁ ଆପଣ ମାନଙ୍କ ନିକଟରେ ହାତ ଯୋଡି ଆପତ୍ତି କରିବି। ବାବୁ ଭାଇ ଅଛନ୍ତି, ଆପଣ ମାନେ ଜ୍ଞାନୀ ଗୁଣୀ ଅଛନ୍ତି। ଆଜ୍ଞା ଆର୍ଥିକ ମାନଦଣ୍ଡ ଜାଗୁଳେଇ ପଦର ମଞ୍ଚର ଦୁର୍ବଳ ନୁହଁ। ନା ନା ଯୋଉଠି ଦିନକୁ 60-70 ଲୋକ ଖାଉଛନ୍ତି, ଆର୍ଥିକ ମାନଦଣ୍ଡ କୋଉଠୁ ଆସିବ? ନାଇଁ, ଟଙ୍କା ଦୁର୍ବଳ ପ୍ରବଳ। କୋଉଠୁ ଆସିବ? କିନ୍ତୁ ହଁ ୟା ପଛ ଅନୁଷ୍ଠାନ ଆପଣଙ୍କର ପୁରୀ ଜିଲ୍ଲାର ଯଦୁପୁର, ସେ ତାର ଜୁବୁଲି ପାଳନ କଲା, 100 ଗାୟକଙ୍କୁ ସମ୍ବର୍ଦ୍ଧନା ଦେଲା, ବେଶ। ମାଗାଜିନ୍ ବାହାର କଲା, ହଁ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର ହେଲା। ହେଲା। ହଁ କିନ୍ତୁ ଆପଣଙ୍କର ହେଇପାରୁନାହିଁ। ତେଣୁକରି ମୁଁ ଆପଣଙ୍କୁ ଜଣେ ଗାୟକ ହିସାବରେ ଅନୁରୋଧ କରିବି, ପ୍ରସ୍ତାବ ଦେଇପାରୁନି, ଅନୁରୋଧ କରୁଛି। ହଁ ଆପଣ କିଛି ନହେଲେ 2-3 ବର୍ଷ ଭିତରେ ସୁବିଧା ଦେଖି ହଁ। ଆଜ୍ଞା ଆପଣଙ୍କ ସାମର୍ଥ୍ୟ ଅନୁସାରେ ଗାୟକଙ୍କୁ ଡକାନ୍ତୁ। ଆପଣ ଆପଣଙ୍କର କାହାକୁ ଗେଷ୍ଟ ଡକେଇବେ, ସେଥିରେ ମୋର ମୁଣ୍ଡ କରିବାର ନାହିଁ। ଆଜ୍ଞା ଆଉ କିଛି ଦିନ ପରେ କେତେ କେତେ ପୁରୁଣା ଗାୟକ ଅଛନ୍ତି ଚାଲିଯିବେ। ହଁ ଯଦି ବା ବେହେରା ବୁଢା ବଞ୍ଚିଥାନ୍ତି, ନିଶ୍ଚିତ ବଞ୍ଚିବେ, ତାଙ୍କୁ ଆଣିବାର ବନ୍ଦୋବସ୍ତ ଯଦି ମୋ ଦ୍ୱାରା ଆପଣ ଚାହିଁବେ, ଗାଡି ଖର୍ଚ୍ଚ ହେଲେ ହବ, ଆଜ୍ଞା ଆଜ୍ଞା ଆଣିବା ଆଉ ମୁଁ ତାଙ୍କୁ ଆଣିକି ଆସିବି। ସେ ଆସିବେ, ଏଠି ସିଲଭର ଜୁବୁଲି ହଉ, ଓଡ଼ିଶାର ସମସ୍ତେ ଜାଣନ୍ତୁ ଏ କେତେ ଦିନର ଅନୁଷ୍ଠାନ। ଠିକ ଠିକ। କଣ ପୁଅ? ଆର ବର୍ଷ ଆଣି କରନ୍ତୁ ଆଜ୍ଞା। ଆଉ ଏ ବର୍ଷ ପାଇଁ ମୁଁ କାଟି ପାରିବି ନାହିଁ। ନା ଯଦି ଏଇ ସିଲଭର ଜୁବୁଲି ପାଇଁ ମୁଁ ମୋର ସ୍ୱତଃସ୍ଫୂର୍ତ୍ତ ଭାବରେ ଯଦି କହିବେ, ମୁଁ ମୋର ଗୋଟେ ରାତି ପଇସା ଅନୁଷ୍ଠାନ ଦାନ କରିଦେବି। ଏଭଳି ମହତ୍ କାମ ହଉଛି ଯୋଉ ଜାଗଳି ପାଖରେ, ଏଠି କଲେ କଣ ଅସୁବିଧା ହଉଛି? ଠିକ ତ। ନା କଣ ଯୁଧିଷ୍ଠିର ଭାଇ? ନାଇଁ, ଆମେ ଗୋଟେ ରାତିର ପଇସା ଦବା। ତୁମେ ଯେମିତି ଚାହୁଁଛ ମତେ ଡର ମାରୁଛି, ଜଣା ପଡୁଛି ଭିତରେ। ନାଇଁ ନାଇଁ, ଏ ଭିତିରି ବୋଧେ ତାଙ୍କୁ ସପୋର୍ଟ କରୁଛନ୍ତି ଜଣା ପଡୁଛି। ସେ ଚାହାଣୀରୁ ମୁଁ ଜାଣିପାରୁଛି। ଏଠି ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ। ଅବଶ୍ୟ କରିଛ, ଭଲ କରିଛ, ନହେଲେ ସମସ୍ତେ ଆମକୁ ସପୋର୍ଟ କଲେ ସେ ଭାରି ହତୋତ୍ସାହ ହେଇଯିବେ। ବାଉଳା ଚାଉଳା ତାଙ୍କ ମନେ ପଡୁନି ସେଇ ଯୁଗରୁ। ପୁଅ ଶୁଣ ତୁମ ଉତ୍ତର। ସତ୍ୟ ନାରାୟଣ ଜେନା ଭାଇ, କାନୁଜ ପ୍ରତିମ ପୁଅ। ଆଜ୍ଞା ତାହେଲେ ସେଇଠି ତପସ୍ୟା ବଳରେ ମଣିଷ ଅସାଧ୍ୟ ସାଧନ କରେ। ଗୋଟିଏ ପଦ, ଗାୟକ ଶେଖର ଜଗନ୍ନାଥ ବେହେରା ଆଣ। ପକଉଛି ଝାନ୍ତା 10 ମାତ୍ରା। ପୁଅ ସନା ଦାସ ସାଙ୍ଗରେ ଟିପ ଦେବା ପାଇଁ ହେଲେ ସାଧନା ଦରକାର। କହିଲା ତପବଳି ମଧ୍ୟମ ମଧ୍ୟମ ଘରେ ନଉଛି। ଆଜ୍ଞା କହିଲେ ତପବଳେ ଜଗନ୍ନାଥ ବେହେରା
ଦେଖିଲି वाह 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 ଇଏ ଅସା ଯେତିକି ମା ମାନେ ମୋର ବସ ସବୁ ଶୁଣ आइए ବୋଉଲ ହୁଳହୁଳିଟିଏ ଯିଏ ଦବ ତା ଝିଅର ବାହାଘର ଭାଙ୍ଗି ଯାଉଥିଲେ ଯୋଡି ହେଇଯିବ ତା ପୁଅର ଚାକିରି ନ ହଉଥିଲେ ହଉଥିବ ବା ତାର ଯଦି ଦିନ ଚାରିଟା ନାତୁଣୀ ହେଇଥିବେ ପୁଅ ନାତି ହଉନଥିବ ନାତି ହବ ବା ଆଉ ଯିଏ ହୁଳହୁଳି ନ ଦବ ହଁ। ମୋ ପାଲା ଆଗରୁ ଉଠିଯିବ ଆର ଜନ୍ମକୁ ସବୁ ବେଙ୍ଗ ଜନ୍ମ ହେଇକି ବେଙ୍ଗ ଯିବ ଏଠି ଯେତିକି ମୋର ମା ମାନେ ଜ୍ଞାନୀ ମାନେ ସବୁ ବସଛ आइए ଠିକ ନ ଜାଣିଲେ କଣ ତୁମେ ଲୋକ ରଖିପାରିବ ଏଗୁଡା ଓଲାଳିଆ କିରେ ନରସିଂହପୁର ଲୋକ ତପସ୍ୟା ବଳର ଅସାଧ୍ୟ ସାଧନ ହୁଏ हुए ସାରେ ତପସ୍ୟା କହିଲେ କଣ ଖାଲି ନାକକୁ ବୁଝିକିରି ଗଣ ଗଣ ବାଜି ବସିକି ତପସ୍ୟା କରିବା ନାଇଁ 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 ତାହେଲେ କେମିତି ପଛା ହବ ଗୋଟେ ପିଲା ପାଠ ପଢିଲା ଓଏସି ପାଇଲା ଏସି ପାଇଲା ସିଏ ହଉଛି ତା ପୂର୍ବ ଜନ୍ମର ତପସ୍ୟା ଜାତିର ପିତା ଜନକ ମହାତ୍ମା ଗାନ୍ଧୀ ହଁ ଦୁର୍ବାର ବ୍ରିଟିଶ କି ଦୂର କରିଦେଲେ ମୁଁ କହୁଥିଲି ସେ କଥା ବେଦ ପରି ଗ୍ରନ୍ଥ ଥାଉ ଥାଉ ସୁପ୍ରିମକୋର୍ଟରେ ହାଇକୋର୍ଟରେ କାହିଁକି ପଣ୍ଡିତ ଗୀତାକୁ ଛୁଇଁକି ଶପଥ କରୁଛେ ନା ଗୀତା ପଢିକିରି ଦୁର୍ବାର ବ୍ରିଟିଶ କି ବିତାଡ଼ିତ କଲେ 18/2-3 ଭିତରେ ଦୁର୍ବାର ବ୍ରିଟିଶ ଆକ୍ରମଣ କଲା ଓଡ଼ିଶା ଗାଈକୁ ବିଦ୍ରୋହ ମାଗିଲା ବକ୍ସି ଜଗବନ୍ଧୁ ହଁ ଖୋର୍ଦ୍ଧାର ଦଳ ବେହେରା ବା ବକ୍ସି ଜଗବନ୍ଧୁ କୋଉ ପାଳ ସେଇ ଖୋର୍ଦ୍ଧାର ହେ ପୁଅ ଅବିଭକ୍ତ ପୁରୀ ଜିଲ୍ଲା ରଘୁ ଦିବାକର ରଣପୁର ଜାଗିଲା ମାତୃ ଜାତି ପାଇଁ ମମତା ଆପଣ ମାନଙ୍କୁ ମୁଁ ଗୋଟିଏ କଥା କହୁଛି ସାର୍ ଶୁଣନ୍ତୁ କୋଦା 10 ମିନିଟ କଣ ଅଧଘଣ୍ଟା ଗଡିଯିବ ଯଦି ବିଷୟ ପୂର୍ଣ୍ଣ ହେବାକୁ ଅଛି ମୁଁ ପ୍ରସ୍ତୁତି ଅଛି ଯୋଉ କଥାଟା ସମାଜ ପାଇଁ ଦରକାର ମୁଁ ସେଇ କଥା କହୁଛି आइए ପୁଅ हां ଇଏ ଗୋଟିଏ ମଞ୍ଚ ଜାଗୁଳେଇ ପଦର 250 ବର୍ଷର ମଞ୍ଚ आइए ପ୍ରଥମ ବର୍ଷ ଯିଏ ଆରମ୍ଭ ହେଇଥିଲା ଯୋଉ ଗାୟକ ପାଲା ଗାଇଥିଲେ ସେ ଅଛନ୍ତି ନା ना କେତେ ଗାୟକ ଗଲେଣି ହଁ। କେତେ ଅନୁଷ୍ଠାନର କର୍ମକର୍ତ୍ତା ଗଲେଣି ହେଲେ ମଞ୍ଚ ଅଛି ମଞ୍ଚ ଅଛି ନା ନାଇଁ ଠିକ ତ କିନ୍ତୁ ମୋ ମା ମାନେ ସବୁ ଶୁଣ ହଁ हां ଇଏ ଦୁନିଆରେ ଜନ୍ମ ଦିନକୁ କୋଟି ଶହ ଶହ ହଜାର ହଜାର ଲୋକ ଜନ୍ମ ନେଉଛନ୍ତି ଲକ୍ଷ ଲକ୍ଷ ଲୋକ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି आइए ପୃଥିବୀ ସାରା ବିଚାର କଲେ ବାଃ। ପ୍ରତି ନିଶ୍ୱାସରେ ଇଏ ଯେତିକି ସମୟ ମୁଁ ଆସିଲିଣି ପାଲା ଗାଇବାକୁ ଇଏ ଭାରତରେ କେତେ ଲୋକ ମରିବେଣି କେତେ ପିଲା ଜନ୍ମ ହେବେଣି ହଁ ନା ହଁ ନାଇଁ ହଁ ହେଲେ ଆମେ ସିନା ମରିଯାଏ ହଁ ପ୍ରକୃତରେ 4 ପ୍ରକାର ମଣିଷ ଇଏ ଦୁନିଆରେ ଅମର अमर ମାନେ ମଲା ପରେ ଆମର 4 ପ୍ରକାର ମଣିଷ ଅମର ସେ ତ ମଲେ ଅମର କେମିତି ହେବେ ମଉସା କହିବି ହଁ କବି ହେଲେ ଗଙ୍ଗା ଏ ଆପଣ ମାନଙ୍କର ଏଇ ଚିଲିକା କୁଳିଆ କବି ଡକ୍ଟର ମାଧର ମାନସିଂ से कौन करे ମଉସା କଣ ଅଡୁଆ ହଉଛି କି ପାରିକୁଦଗଡର କବି ଆଜ୍ଞା। ସେ କଣ କହିଲେ ମୁଁ 7 ଦିନ ପାଲା ହେଲା କାଇଁ ୟାଙ୍କର ଗୋଟେ ପାଇଲିନି କାହାର କହିଲ ଯୋଉ ଡକ୍ଟର ମାଧର ମାନସିଂ ତାଙ୍କ ଅଞ୍ଚଳ ଆଉ କଣ କରିବାକୁ ଆଇଛ ଏଠି ମେଳା ବଢେଇବାକୁ ଆଇଛ ହଁ ପରା। କୁହ। ଆଜ୍ଞା କହିଲେ ଇଏ କବି କଳାକାର ଭକତ ବେଶ ସେବକ ଚାରି ଇଏ ମାନେ ଅଟନ୍ତି ଇଏ ମାନେ ଅଟନ୍ତି ହଁ ବା ଏମିତି ଚାପି ଦେବି ମତେ ନାଇଁ ତାଙ୍କୁ ପାଲା ଗଲା
ତୁମକୁ ଦେଖେଇକିରି ତାଙ୍କୁ କହୁଛି ଇଏ ମାନେ ମା ଦେଖ କେମିତି ଆକୁ ଚାପି ଦେଲେ ବନ୍ଦ ସେଗୁଡାକ ବାଗ ପାଲା ବାଲା ନ ଏତେ ବେଳାବେଳି କାହିଁ ଆଉ ଧର ଡେରି କରି ଯାଇଥାନ୍ତ ନା ଆଉ କହିଲା ଇଏ ମାନେ ଅଟନ୍ତି ଅମର ଶାସ୍ତ୍ର କରେ ବିଚାରି ଶାସ୍ତ୍ର କରେ ବିଚାରି ଇଏ ମାନେ ଅଟନ୍ତି ଆଜି ପାଣି ପିଆଇ ଦେବେନି କବି ଅମର ଆଜ୍ଞା ଆମର ଇଏ ଯେତେ ପାଲା ବାଲା ଆସିଥିଲେ ସାର୍ ଆଜ୍ଞା କହିଲେ ଦୀନକୃଷ୍ଣ ଲେଖିଲେ ଭଞ୍ଜ ଲେଖିଲେ ଅଭିମନ୍ୟୁ ଲେଖିଲେ କାଳିଦାସ ଲେଖିଲେ ମେହର ଲେଖିଲେ ରାଧାନାଥ ଲେଖିଲେ ସେ ଲେଖୁଛନ୍ତି ନାଇଁ ଆଉ ଲେଖୁନାହାନ୍ତି କୋଉ ଦିନ ସେ ଦିବଙ୍ଗତ ହେଇଗଲେଣି ତାଙ୍କ ପାର୍ଥିବ ଶରୀର ପଞ୍ଚମହାଭୂତରେ ମିଶିଗଲାଣି କିନ୍ତୁ ଗାୟକ ମାନଙ୍କ ମୁହଁରେ ଆପଣ ମାନଙ୍କ ପାଖରେ କଲେଜ କୋର୍ସରେ ସେ ବଞ୍ଚିଛନ୍ତି କବି ଅମର କଳାକାର ଅମର ସାର୍ କଳାକାର କେତେ ଗାୟକ ଗଲେଣି ହଁ ଆମେ ପେଟ ପୋଷିବାକୁ ପାଲା ବାଲା ହେଇଛୁ ସେମାନଙ୍କ ପାଲା ଆପଣଙ୍କ ମାନସ ପଟରୁ ଲିଭି ନେଇ ନା ସେଇମାନଙ୍କ ପାଲା ଆପଣଙ୍କ ଆଖି ଆଗରେ ନାଚି ଯାଉଛି ଆଜ୍ଞା ପୁରୀ ଜିଲ୍ଲାରେ ଜଣେ ଗାୟକ ଚାଲିଗଲେ ଗାୟକ ଭାଗବତ ହଁ ଭୂଷଣ ଭୂଷଣ ବଳଭଦ୍ର। ବଳଭଦ୍ର ପଣ୍ଡା ତାଙ୍କ ପାଲାକୁ ବୁଝିବା ପାଇଁ ହେଲେ ପାଠ ପଢିବା ଦରକାର ଆଜ୍ଞା ଆମେ ଗାୟକ ବୁଝି ପାରୁନୁ ଧନ୍ୟ ପୁରୀ ଜିଲ୍ଲା ଧନ୍ୟ ଏ ଗାୟକ ପୁରୀ ଜିଲ୍ଲାରୁ ପାଲା ପାଠ ଆରମ୍ଭ ହଜୁରେ ଆରେ ତାହେଲେ ପଣ୍ଡିତେ ସିଏ ଗଲେଣି କିନ୍ତୁ ଏବେ ବି ଲୋକ ତାଙ୍କ କଥା କହୁଛନ୍ତି ଆଜ୍ଞା ଆଜ୍ଞା ଗଲେଣି ହରିନାଥ ଗଲେଣି ନରିନାଥ ଗଲେଣି ପରମାନନ୍ଦ ଶରଣ ଗଲେଣି ମାର୍କଣ୍ଡ ବାହିନୀପତି ଗଲେଣି ବିଶ୍ୱନାଥ ପଟ୍ଟଯୋଶୀ ଗଲେଣି ପ୍ରହ୍ଲାଦ ସାହୁ ଆନନ୍ଦ ଚନ୍ଦ୍ର ବେହେରା। କହୁଛି ଆଜ୍ଞା ହଁ କହିବେ ଆପଣ ବ୍ୟସ୍ତ ହୁଅନ୍ତୁ ଲୋକନାଥଙ୍କର ସେ ଗୋଟେ ସ୍ୱତନ୍ତ୍ର ଆଉ ସବୁ ଗାୟକ ଜବରଦସ୍ତିଆ ପାଲା ଗାଇଲା ବେଳେ ସାରଳା ନିଜେ ତାଙ୍କୁ ଆଶୀର୍ବାଦ କରିଛନ୍ତି ଗଲେଣି ଲୋକନାଥଙ୍କର ଭ୍ରମର ମହାରଣା ପରମାନନ୍ଦ ଶରଣ ଚକ୍ରଧର ବାରିକ ଗଲେ ହେରି ଆଜ୍ଞା ପ୍ରହ୍ଲାଦ ସାହୁ ଇତ୍ୟାଦି ବାସ୍ ଶେଷରେ ସନାତନ ଦାସ ମୁଁ କାହିଁ ଏକା ମରିବି ଯଦି ଆମେ ମରିବୁ ସମସ୍ତେ ମରିବୁ ଏ ଭାଇ ତାଙ୍କ ପାଇଁ ଆମ ସଂସାର ଚାଲୁଛି ତୁ ତାଙ୍କୁ ମାରିଦଉଛୁ ଏଇଟା କୃତଜ୍ଞଟି ଅବଶ୍ୟ ମୁଁ କୋଉଦିନ ମରିବି ତୁ ମତେ ରଖିବୁ ନା ତୁ କୋଉଦିନ ମରିବୁ ମୁଁ ମତେ ରଖ ନାଇଁ ନାଇଁ ସେ ତୁମେ ମାନେ ଚାହାନ୍ତ ମୁଁ ଭଲରେ ରହେ ନା ତୁ କହୁଛୁ ସନାତନ ଦାସ ଗଲେଣି ପୁଅ ଆଜ୍ଞା ସେ ବଞ୍ଚିଛନ୍ତି କଳାକାର କବି ଅମର କଳାକାର ଅମର ଦେଶ ସେବାକାରୀ ଅମର କିଏ କହିଲେ? କହିଲା, ବାଜିଆ ଧରମା ନାହାନ୍ତି ଏ ଦେଶେ ବାଜିଆ ଧରମା ନାହାନ୍ତି ଏ ଦେଶେ ଜାତି ଇତିହାସେ କୃତି ଆଜି ରାଜେ ସବୁ ମା ମାନେ ଝିଅ ମାନେ ବୋହୂ ମାନେ ଶୁଣ ଆଜ୍ଞା ଚାଲିଗଲେଣି ବାଜି ରାଉତ ବା ଆଜି ଆପଣଙ୍କର ଯୋଉ ଷ୍ଟାଚୁ କରାଯାଇଛି ବିଦ୍ୟାଳୟ ପରିସରରେ ଆଜ୍ଞା ବୁଦ୍ଧି ବାମନ ବେହେରା ବୁଦ୍ଧନାଥ ବୁଦ୍ଧି ବାମନ ବେହେରା ବୁଦ୍ଧି ବାମନ ବେହେରା ହଁ। ମୁଁ ଆଗ ତାଙ୍କ ବାପା ମାଙ୍କୁ ଧନ୍ୟବାଦ ଦିଏ ସାର୍ କାହିଁକି ବାମନ ଭଗବାନଙ୍କର କେତେ ବୁଦ୍ଧି ହଁ ବଳି ଭଳିଆ ରାଜାକୁ ପାତାଳକୁ ଚାପିଦେଲେ ହଁ ପରା ସେ ସେମିତି ବୁଦ୍ଧିରେ ସେ ବାମନ ବାମନ ନିଶ୍ଚିତ ଆପଣଙ୍କ ଗାଁ ପ୍ରତି ଯଦି ଅବଦାନ ନଥାନ୍ତା ତାଙ୍କ ଷ୍ଟାଚୁ କାହିଁକି ହେଇଥାନ୍ତା ସେ ମରିକିରି ଅମର ଅମର ଆମେ ତାଙ୍କୁ ଦେଖିଛୁ ନା। ତାଙ୍କ କଥା ଆଜି ଆଲୋଚନା ହଉଛି ବାଃ। କବି ଅମର କଳାକାର ଅମର ଦେଶ ସେବାକାରୀ ଅମର ହଁ। ଭକ୍ତ ଅମର ସାର୍ ଭକ୍ତ ପ୍ରହ୍ଲାଦ ଅମର। ଧ୍ରୁବ ଅମର। ପଞ୍ଚସଖା ଅମର। ଏ ପୁଅ ବନ୍ଧୁ ମହାନ୍ତି ଅମର। ଦାସିଆ ବାଉରୀ ଅମର। ସବୁ ଅମର ଅମର ଏମିତି କାମ କରିବା ହଁ। ଆମେ ମଲା ପରେ ଲୋକ ଆମକୁ ମନେ ରଖିବି ମନେ ରଖିବି ଆଉ ଏମିତି କାମ